ଜାତୀୟ ପରିବାର ମଙ୍ଗଳ ଯୋଜନା ବା ନ୍ୟାସନାଲ୍ ଫ୍ୟାମିଲି ବେନିଫିଟ୍ ସ୍କିମ୍, ଯେଉଁଥିରେ କି ଆପଣମାନଙ୍କର ଘରର କୌଣସି ସଦସ୍ୟ ମୃତ୍ୟୁ ହେଲେ ଆପଣମାନଙ୍କୁ ସରକାରଙ୍କ ତରଫରୁ 20,000 ଟଙ୍କାର ଆର୍ଥିକ ସାହାଯ୍ୟ ମିଳୁଛି ସେଥିରେ। ଆଉ ଏହା ସମସ୍ତେ ଆବେଦନ କରିପାରିବେ। ଏଥିପାଇଁ କୌଣସି ବୟସ ସୀମା ନାହିଁ। ଆଉ ଆବେଦନ କରିବା ପାଇଁ ଆପଣମାନଙ୍କୁ ସର୍ବପ୍ରଥମେ ssepd.gov.in ରେ ଯାଇକି ଲଗ୍ଇନ୍ କରିକି ଆପଣଙ୍କୁ ଆପ୍ଲିକେସନ୍ କରିବାକୁ ପଡ଼ିବ। ଏଥିରେ ଡକୁମେଣ୍ଟସ୍ ମୁଖ୍ୟତଃ ହେଲା ଆପ୍ଲିକାଣ୍ଟର ଆଧାର କାର୍ଡ଼, ଆଉ ଆପ୍ଲିକାଣ୍ଟର ଫଟୋ, ଆପ୍ଲିକାଣ୍ଟର ବ୍ୟାଙ୍କ ପାସବୁକ୍, ଆଉ ଯିଏ ଡେଥ୍ କରିଛନ୍ତି ତାଙ୍କ ଡେଥ୍ ସାର୍ଟିଫିକେଟ୍, ଆଉ ତାଙ୍କ ଭୋଟର କାର୍ଡ଼ ଆଉ ଆଧାର କାର୍ଡ଼। ଏତିକିରେ ଆପଣମାନେ ଆପ୍ଲାଏ କରିପାରିବେ। ଆଉ ସେଥିରେ ଇନକମ୍ ପ୍ରୁଫ୍ ପାଇଁ ଆପଣ ଇନକମ୍ ସାର୍ଟିଫିକେଟ୍ଟି ସେଥିରେ ଦେଇପାରିବେ, ବା ଆପଣଙ୍କର ଯେଉଁ BPL କାର୍ଡ଼ଟି ଅଛି ସେ BPL କାର୍ଡ଼ଟି ଦେଇପାରିବେ। ଆଉ ଏଇଟା ଆପ୍ଲାଏ କରିବାର ମାସକ ଭିତରେ ଆପଣମାନଙ୍କ ଆକାଉଣ୍ଟକୁ ପଇସା ଆସିଯାଏ। ଆଉ ଏଇଟା ଆବେଦନ ଆପଣମାନେ କରିପାରିବେ। ମୁଁ ଏଇ ତଳେ ଆପଣମାନଙ୍କୁ ଦେଖାଇ ଦେଉଛି, ଦେଖନ୍ତୁ କମ୍ପ୍ଲିଟ୍ କେଉଁମାନେ ଏଇ ଯେଉଁ ରିଲେସନ୍ ଦେଖନ୍ତୁ ଲେଖା ହେଇଛି। ପ୍ୟାରେଣ୍ଟସ୍ ଆପ୍ଲାଏ କରିପାରିବେ, ସ୍ପାଉସ୍ ମାନେ ହେଲା ସ୍ୱାମୀ ସ୍ତ୍ରୀ ଯିଏ ବି ହେଲେ ଆପ୍ଲାଏ କରିପାରିବେ। ମାଇନର ସନ୍, ଯଦି 18 ବର୍ଷ ତଳକୁ ଯଦି କୌଣସି ପୁତ୍ର ସନ୍ତାନ ଅଛି ସେମାନେ ଆପ୍ଲାଏ କରିପାରିବେ। ଅନମ୍ୟାରେଡ୍ ଡଟର, ଯଦି ଅନମ୍ୟାରେଡ୍ ଅଛନ୍ତି ଡଟର ତାହେଲେ ସେ ଆପ୍ଲାଏ କରିପାରିବେ ଏକୁ। ମାଇନର ବ୍ରଦର, ଯଦି କାହାର ଭାଇ ଡେଥ୍ କରିଯାଉଛି ଆଉ ତାର ଭାଇଟେ ଅଛି ଆଉ ତାର ବୟସ 18 ବର୍ଷଠୁ କମ୍ ହେଇଥିବ ତାହେଲେ ସିଏ ବି ଆପ୍ଲାଏ କରିପାରିବ। ମାଇନର ସିଷ୍ଟର, ଯଦି ତାର କୌଣସି ଭାଇ ଡେଥ୍ କରିଯାଉଛନ୍ତି ଆଉ ତା ଭଉଣୀର ବୟସ 18 ବର୍ଷରୁ କମ୍ ହେଇଥାଏ ତାହେଲେ ଏଇ ଫର୍ମଟିକୁ ସିଏ ଭଉଣୀଟି ବି ଆପ୍ଲାଏ କରିପାରିବେ। ଆଉ ଏଟାର ହେଲା ଆପଣ ସରକାରଙ୍କ ତରଫରୁ 20,000 ଟଙ୍କାର ଆର୍ଥିକ ସାହାଯ୍ୟ ବି ମିଳିବ।